ପିଲାମାନେ ଗୋଟେ କଥା ଜାଣିଛ, ଯଦି ତମେ କେବେ କାହାକୁ ଠକିବାକୁ ଚାହିଁବ ନା, ତାହେଲେ ତମେ ନିଜେ ହିଁ ଠକି ହେଇଯିବ। ଆଉ ଯଦି ତମେ କେବେ କାହା ପାଇଁ ଗାତ ଖୋଳିବ ନା, ସେଇ ଗାତରେ ତମେ ନିଜେ ହିଁ ପଡ଼ିଯିବ। ଜୟ ଜଗନ୍ନାଥ, ୱେଲକମ୍ କରୁଛି ସମସ୍ତଙ୍କୁ ଶୁଭସ୍ମିତା ମିଶ୍ର ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲକୁ। ଆଜି ଆମେ ଷଷ୍ଠ ଶ୍ରେଣୀ ସାହିତ୍ୟ ବହିର ଗୋଟେ ସୁନ୍ଦର ଗପ ପଢ଼ିବା, ଯାହାକି ଗୋଟେ ବହୁତ ଶିକ୍ଷଣୀୟ ଗପ। ଗପଟିର ନାଁ ହେଉଛି ଠକି ବସିଲେ ଠକିଯିବ। ଅର୍ଥାତ୍ ଆମେ ଯଦି ଅନ୍ୟ କାହାକୁ ଠକିବାକୁ ଚାହିଁବା, ତାହେଲେ ନିଜେ ମଧ୍ୟ ଠକି ହେଇଯିବା। ଆସନ୍ତୁ ଏବେ ଗପଟି ଶୁଣିବା ଆଉ ବୁଝିବା। ଗୋଟିଏ ଗାଁରେ ଆଈ ନାତୁଣୀ ହୋଇ ଦୁଇ ଜଣ ଥାନ୍ତି। ସେମାନେ ଭାରି ଦୁଃଖରେ ଚଳୁଥାନ୍ତି। ସେମାନେ ଆଗେ ବଡ଼ ଧନୀ ଥିଲେ। ବେପାର ବାଣିଜ୍ୟ କରି ବୁଢ଼ୀର ପୁଅମାନେ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ। ସୁନା ଥାଳିରେ ଖାଉଥିଲେ ଆଉ ଘିଅ ମହୁ ବୋହି ଯାଉଥିଲା, ମାନେ ବହୁତ ଧନ ସମ୍ପତ୍ତି ତାଙ୍କର ଥିଲା। କିନ୍ତୁ ସବୁଦିନ ତ ସମାନ ଯାଏନି। ଦିନ ବଦଳିଗଲା, କିଏ କୁଆଡ଼େ ମରି ହଜିଗଲେ, ସମ୍ପତ୍ତି ବାଡ଼ି ବି ସବୁ ବୁଡ଼ିଗଲା। ଏବେ ଘରେ ଲୋକ ବୋଲି 2 ଜଣ। ତଥାପି 2 ବେଳା 2 ମୁଠା ଖାଇବାକୁ ବି 2 ଜଣ ଯାକ ପାଆନ୍ତିନି। ଆଗରୁ ଏତେ ସମ୍ପତ୍ତି ଥିଲା, କିନ୍ତୁ ପରିସ୍ଥିତି ଏମିତି ଆସିକି ପହଞ୍ଚିଲା ଯେ ଠିକ୍ରେ ଖାଇବାକୁ ବି 2 ମୁଠା ପାଆନ୍ତି ନାହିଁ। ବିକି ଭାଙ୍ଗି ଖାଉ ଖାଉ ଘରର ସବୁ ସରିଯାଇଥାଏ। କଥାରେ ଅଛି ନା, ବସି ଖାଇଲେ ନଈବାଲି ସରେ। ଦିନକର କଥା, ଆଈ ନାତୁଣୀ ବସି ଗଲା କଥା ଭାବୁଛନ୍ତି। ଏତିକି ବେଳେ ସାହିରେ ବାସନ ବେପାରୀ ଡାକ ପକାଇଲା, କଂସା ପିତ୍ତଳ ବାସନ ବିକ୍ରି ବଦଳ। ତମେ ମାନେ ଦେଖିଥିବ, ଗାଁରେ ସବୁ ବାସନ ବେପାରୀ ଆସନ୍ତି, ଫେରିବାଲାମାନେ ଆସନ୍ତି। ଆଉ ସେମାନେ କ'ଣ କରନ୍ତି ନା, କଂସା ପିତ୍ତଳ ବାସନକୁ ବଦଳେଇକି ବିକ୍ରି କରନ୍ତି, ବଦଳେଇକି ନେଇଯାଆନ୍ତି ଆଉ ନୂଆ ବାସନ ଦିଅନ୍ତି ବା କିଛି ପଇସା ଦେଇଥାନ୍ତି। ସେମିତି ତାଙ୍କ ଗାଁକୁ ମଧ୍ୟ ଆସିଥିଲେ। କଥା କ'ଣ ହେଲା କି, ସେଦିନ ନଈ ସେପାରି ସହରରୁ 2 ଜଣ ବାସନ ବେପାରୀ ସେ ଗାଁକୁ ଆସିଥିଲେ। ଗାଁ ମୁଣ୍ଡରେ ଓହ୍ଲାଇ ସେମାନେ ଠିକ୍ କରିଥିଲେ ଯେ ଜଣେ ଯେଉଁ ସାହିରେ ବାସନ ବିକୁଥିବ, ଆର ଜଣକ ସେ ସାହିକୁ ସେତେବେଳେ ଯିବନି, ସେ ଅଲଗା ସାହିକୁ ଯିବ। ସେ ଭିତରୁ ଜଣେ ବଡ଼ ଚୋଠା ଲୋକଟାଏ ଥାଏ। ଚୋଠା ମାନେ କ'ଣ, ବଦମାସୀ ଲୋକଟା, ଠକଟା। ସେ ପ୍ରଥମେ ଏହି ଆଈ ନାତୁଣୀଙ୍କ ସାହିକୁ ବାସନ ବିକି ଆସିଥାଏ। ବାସନବାଲାର ଡାକ ଶୁଣି ଆଈ ନାତୁଣୀ ତାଙ୍କ ଘରକୁ ଡାକିଲେ। ତାଙ୍କ ଘରେ କେଉଁ କାଳରୁ ଗୋଟିଏ ପୁରୁଣା ଫଟା ଥାଳିଟିଏ ଥାଏ। କାମରେ ନ ଲାଗି ସେ ଖଣ୍ଡିକ ଏମିତି କଳା କୋତରା ହୋଇଥାଏ ଯେ କଂସା କି ପିତ୍ତଳ କି ଅନ୍ୟ କିଛି ଜମା ବି ବାରି ହେଉନଥାଏ। ବୁଢ଼ୀ ବାସନବାଲା ହାତକୁ ସେଇ ଫଟା ଥାଳିଟି ବଢ଼ାଇ ଦେଲା। କହିଲା, ବାପରେ, ଏ ଖଣ୍ଡିକ ତ କାମରେ ଲାଗୁନି, ତମେ ପୁରୁଣା ବାସନ ଦାମରେ କିଣିନିଅ। ବାସନବାଲା ପଚାରିଲା, ଆହେ, ଏଇଟା କଂସା ନା ପିତ୍ତଳ? ନାତୁଣୀ କହିଲା, ତମେ ଦେଖୁନା, ଯାହା ହେଇଥିବ ସେହି ଦାମ ଦେବ। ବାସନବାଲା ତା ଛେଣି ମୁନରେ ଥାଳି ପଛଟା ଟିକେ ରାମ୍ପି ଦେଲା। ଥାଳିର ଝଟକ ଦେଖିଦେଇ ତା ଆଖି ଝଲସି ଉଠିଲା। ସେ ମନେ ମନେ କହିଲା, ଏ ଜିନିଷ ୟାଙ୍କ ଘରେ, ଯଦି ମାରି ନେଇଯିବି ମୋ ଭାଗ୍ୟ ବଦଳିଯିବ। ଏପରି ଭାବି ସେ କହିଲା, ହେ, ଏଇଟା ଗୋଟେ ଚିଜରେ ଚିଜ, ମାନେ ଏଇଟା ଗୋଟେ ଜିନିଷରେ ଜିନିଷ, ୟାକୁ ପୁଣି ମୁଲେଇବି। ମାନେ ବୁଢ଼ୀ ଆଉ ନାତୁଣୀକି କହିଲା, ଏଇଟା ଗୋଟେ କି ଜିନିଷ ଯେ ୟାକୁ ପୁଣି କ'ଣ ମୁଲେଇବି? ଟଙ୍କାଏ ମଶାଏ ହେଲେ ବେଶୀ ହେଇଗଲା, ମାନେ ଟଙ୍କେ ଯଦି ହେଇଗଲା ବହୁତ ହେଇଗଲା। ବୁଢ଼ୀ ପଚାରିଲା, କହିଲା, ଜମାରୁ ଟଙ୍କେ? ବେପାରୀ କହିଲା, ଟଙ୍କେକୁ ବି ମହରଗ, ମାନେ ଟଙ୍କାକୁ ବି ବହୁତ ହେଇଗଲା। ବୁଢ଼ୀ କହିଲା, ତାହେଲେ ଆମ ଜିନିଷ ଥାଉ, ତୁମେ ଯାଅ, ଟଙ୍କେ ମସେରେ ମୁଁ ଥାଳି ପଟେ ବିକି ପାରିବିନି। ବେପାରୀ ତର ଦେଖାଇ ଚାଲିଗଲା। ଭାବିଲା, ଆର ସାହିରୁ ବୁଲି ଆସିଲେ ସେ ବୁଢ଼ୀ ଯେଉଁ ଆଈ ନାତୁଣୀକୁ ପାଲରେ ପକାଇଦେବ। କିନ୍ତୁ ସେ ଚାଲିଗଲା ପରେ ସେ ସାହିକୁ ଆର ବେପାରୀ ଜଣକ ଚାଲି ଆସିଲା। ତା ଡାକ ଶୁଣି ଏ ଆଈ ନାତୁଣୀ ତାକୁ ମଧ୍ୟ ଥାଳିଟି ଦେଖାଇଲି। ସେ ଥାଳିଟି ପରୀକ୍ଷା କରି କହିଲା, ମାଉସୀ, ଏ ଚିଜ କିଣିବାକୁ ମୋ ପାଖରେ ଧନ ନାହିଁ। ବୁଢ଼ୀ ପଚାରିଲା, କି ବା ଚିଜଟାଏ ଯେ ଏତେ କଥା କହୁଛ? ସେଠୁ ବେପାରୀ କହିଲା, ମାଉସୀ, ତମେ ଜାଣିନ, ଏ ପଟକ ପରା ଖାଣ୍ଟି ସୁନା। ତାମାନେ ସେ ଲୋକଟି ଭଲ ଲୋକ ଥିଲା। ପ୍ରକୃତରେ ସେ ଥାଳିଟି ସୁନାର ଥାଳି ଥିଲା, କିନ୍ତୁ ଆର ଲୋକଟି ଠକ ଥିଲା। ସେ ସେଥିପାଇଁ ବୁଢ଼ୀ ଆଉ ତା ନାତୁଣୀକି ଠକି ଦେଉଥିଲା।
या दाम 1,00,000 हेब। मो पांठीपत्र सबू मिसिले टंका 5,000 हेबनी। से भल लोकटी कहला कहला मोर जदि समुदाय जेतिकी जिनस अच्छी सबू जदि मिसई दि जाए ताहले 5,000 टंका हेबनी। आउ यार दाम तो 1,00,000 टंका। नातुणी पचारा सतरे खांटी सुना इंगित करूना तो माने थट्टा करूना तो मजा करूना तो। बेपारी कहला सत कहूची खांटी सुना तुमे ए थाली केउठु पाइल। बुढ़ी एथर तार गला दिनर कथा सब कहला। सबु शुणी बेपारी आखिरु धार धार हो लुह झरीगला। से जीवाक उठिबारु बुढ़ी ता हाथ धरी पकाइला। कहला बापरे तुमे जो सत पदक कहल ना से पदक मो पाई 1,00,000 जेतिकी पारुच सेतिकी देई तुमे थाली नहीं जाओ। बेपारी तार टंका पैसा बासन कुसन सब बुढ़ी के देदेला। कहला माउसी मो पाखरे तो आउ किछि नाही एतिकी रखी थाओ बाकी टंका मु परे आनी देबी। बुढ़ी भारी खुशी होई गला। बेपारी थालीटी धरी नदी कूल को चलीगला। सेठारु डंगा धरी तार निज जगह को जीवा कथा। किछि समय परे आगर चोठा जो ठक बेपारी जनक पुणी आसी तांको साई को पहुँची गला। तार तो सुना थाली खंडक नबाकू भारी मन। से आसी बुढ़ी दुआरे पहुँची गला। आई नातुणी को डाकी से कहला मोर फेरिया बेल होईगला काई से थालीटी बिकिब परा शीघ्र आण सेपटे डंगा छाड़ीदेव। बुढ़ी कहला तुमे तो मोटे टंका मसे दबाकू कहला। बेपारी कहला आहे टंके नहेले 2 टंका नब आण। नातुणी कहला मोटे 2 टंका। बेपारी कहला नहेले 5 टंका नब आउ कौन शीघ्र आण। बुढ़ी कहला मोटे 5 टंका। बेपारी कहला नहेले 10 टंका नब आनिल मु जाए। एपरी बढ़ी बढ़ी बेपारी 100 टंका पर्यंत चढ़ीगला। पड़िशा लोके दर हंका हंकीर अर्थ किसी बुझीपारे ना। घर पाखे जो लोक मैंने थे से देखिए आश्चर्य गले अरे ये कौन टंके आसिक 100 टंका पर्यंत पहुँचीगलानी सी आउ कि बुझीपारे। से मैंने पचारू बुढ़ी सब कथा बुझेदेला जे थालीटी आर बासन बेपारी किणी नहीं गलानी बोली। से कथा शुणी ए बासन बेपारी पाटी करी उठी कहला मु मुलेई थिबा थाली से किपरि नहीं गला। एपरी पाटी करी से नईकूल को धाइला। किंतु से गला बेलू घाटरू डंगा भी ताकू छाड़ी नहीं मझी नई रे पहुँची गलानी। बिचराटा हताश आखिरे चाही रहिला। अनेक समय परे ता पाटीरू बाहरी पड़िला जे चाहे पर को ठकिब शेषरे निजे ठकी जीव। एठू आमे कौन शिखिले जे आमे जदि अन्य को ठकिबा पई चाहिबा ताहले समय आमको ही ठकीदब आमे निजे ही ठकी जीवा। पिला माने जदि गपटी तुमको भल लगी थाए ताहले निश्चित भाव में लाइक करिवो। आउ जदि चैनल नुआ थाओ ताहले निश्चित भाव में चैनल टी को सब्सक्राइब करदब। रहिली धन्यवाद।